ଧର୍ମରେ ଘୃଣା ଓ ଭଲ ପାଇବା। ଧର୍ମରେ ଘୃଣା ଓ ଭଲ ପାଇବା ଦୁଇ ବିରୁଦ୍ଧ ବିପରୀତ ମନୋବୃତ୍ତି। ମନର ଏହା ଦ୍ୱୟ ଚିନ୍ତାଧାରା। କୋଉଠି ଏହା ବଦ୍ଧମୂଳ ହୋଇ ଅପରିବର୍ତ୍ତିତ ରୀତିରେ ରହିଆସିଛି ତ କୋଉଠି ଉପଲବ୍ଧିରେ ବିମୁକ୍ତ ହୋଇଛି। ଧର୍ମର ନିର୍ମାତା ଈଶ୍ୱର ବା ଭୂମି ଗଗନ ବାୟୁ ନିଆଁର ନାମଧାରୀ ଭଗବାନ ଆଲ୍ଲାହ ବା ଖୋଦ୍ ଆପଣାଜାତ ଖୋଦା ସ୍ୱୟମ୍ଭୁ ବିଧାତା। ଧର୍ମ ଗ୍ରହଣକାରୀ ମନୁଷ୍ୟ ଦୁର୍ଲଭ ମଣିଷ ଜୀବନ ଈଶ୍ୱରୀୟ ପ୍ରବର୍ତ୍ତିତ ଧର୍ମକୁ ସ୍ୱକୀୟ ବା ନିଜର ଜୀବନରେ ଗ୍ରହଣ କରିବାର ଏକମାତ୍ର କାରଣ ହେଲା ଧର୍ମ ଗ୍ରହଣ ନ କଲେ ଈଶ୍ୱର ଆଲ୍ଲାହ ରାଗିବେ। ଯେହେତୁ ସେ ମଣିଷକୁ ତାଙ୍କର ଆରାଧନା କରିବା ପାଇଁ ଯାହା ସୃଷ୍ଟି କରିଛନ୍ତି। ମଣିଷ ମା ବାପାଙ୍କ ଜରିଆରେ ଜନ୍ମ ହୋଇଅଛି, ତାଙ୍କରି ଭୂମିରେ ବାସ କରି କାଳାତିପାତ କରୁଛି ରହୁଛି। ଆଲ୍ଲାହ ଚାହିଁଲେ ମଣିଷକୁ ଜୀବନରୁ ମାରିଦେବେ, ଜୀବନରେ ବଞ୍ଚାଇକି ରଖିବେ ନାହିଁ। ଯେହେତୁ ମଣିଷ ତାଙ୍କର ଗୁଣଗାନ ଧର୍ମୀୟ ପାଳିବାରେ କରୁନାହିଁ, ଖାଉଛି ପିଉଛି ପଶୁ ଭଳି ରହୁଛି, ଜୀବନ ବିତାଉଅଛି, ଏହା ମଣିଷର ସଂସାରରେ ବଞ୍ଚି ରହିବାର ପ୍ରକୃତ ବାସ୍ତବ ଉଦ୍ଦେଶ୍ୟ ଜମାରୁ ନୁହେଁ ବୋଲି ଖୋଦା ଆପଣାଜାତ ତାଙ୍କର ଶେଷ ପ୍ରେରିତ ଆକାଶୀ ବହି ମହମ୍ମଦ ପ୍ରାପ୍ତ ମଣିଷର ମଇଳା ମନକୁ କୋରି ସଫା କରି ଦେଉଥିବା ଦିବ୍ୟ ପବିତ୍ର ଗ୍ରନ୍ଥ କୋରାନ କହେ। ମଣିଷ ଖୋଦାଙ୍କ ପ୍ରବର୍ତ୍ତିତ ଏକେଶ୍ୱରବାଦ ଧର୍ମକୁ ଅବଶ୍ୟ ପାଳିବ, ନ ପାଳିକି ଚାରା ବା ଅନ୍ୟ ଗତି ନାହିଁ। କୋରାନ ଯେ ଆଲ୍ଲାହ ବା ପାକ୍ ପବିତ୍ରଙ୍କର ପ୍ରେରିତ ମହମ୍ମଦ ପ୍ରାପ୍ତ ଆସମାନୀ ସହିଫା ବା ଆକାଶୀ ବହି ନୁହେଁ ବୋଲି ଯଦି କହୁଛି, ତେବେ ତାର ପ୍ରମାଣ ତାଙ୍କୁ ଦେଖାଅ। କୋଉ ଭିତ୍ତିରେ ପାଟିରୁ ବାହାର କରି ମଣିଷ କହିଲା ଆଲ୍ଲାହ ଜାଣିବାକୁ ଚାହାନ୍ତି, ନହେଲେ ତୁଚ୍ଛାଟାରେ କହିବାର ପରିଣାମ ବା ଦଣ୍ଡ ଭୋଗିବ, ଯାହା ଡେରିରେ ହୋଇପାରେ ଅବା ଶୀଘ୍ର ପାଇବ ଅବଶ୍ୟ, କାରଣ ମଣିଷ ଆଲ୍ଲାହଙ୍କୁ ଠକି ପାରିବ ନାହିଁ। ଆଲ୍ଲାହ କହିଛନ୍ତି, ମୁଁ ଖୋଦା ମଣିଷର କାମକୁ ପ୍ରତ୍ୟକ୍ଷ ତଥା ପରୋକ୍ଷରେ ଜାଣେ, ଯାହା ସେ ପାଟିରେ କହେ ଏବଂ ମନ ଭିତରେ ଲୁଚାଏ। ମଣିଷ ମୋ ଠାରୁ ଖସିକି ଯାଇପାରିବ ନାହିଁ। ଆଲ୍ଲାହ ଜମାରୁ ଦୁର୍ବଳ ଶକ୍ତି ନୁହେଁ କି ମଣିଷ ତା ଠାରୁ ପଳେଇଯିବ। ମାଟିରେ ପୋତା ହୋଇଥାଉ ଅଥବା ନିଆଁରେ ପୋଡ଼ା ହୋଇଥାଉ କିମ୍ବା ଅନ୍ୟ ଯେକୌଣସି ଉପାୟରେ ମଣିଷ ମରିକି ସଂସ୍କାରିତ ହୋଇଥାଉ, ଆଲ୍ଲାହ ତାକୁ ପୁଣି ଥରେ ଶରୀର ମନରେ ବଞ୍ଚାଇ ଦେଇ ମଣିଷର ଇହଜଗତରେ ବିତିତ ପ୍ରଥମ ଜୀବନର ହିସାବ ନେବ। ଯେହେତୁ ମଣିଷ ମୋର ଧନ ବା ସମ୍ପତ୍ତି, ମୋରି ପାଇଁ ମଣିଷ ବଞ୍ଚେ ଏବଂ ମରେ, ପୁଣି ଜୀବନ ପାଏ ବା ପାଇବ। ମୋର କରିବାରେ ପରିବର୍ତ୍ତନ ନାହିଁ, ବଦଳାପଣ ନାହିଁ। ତାହା ଗୋଟିଏ ରୀତିରେ ପ୍ରଥମରୁ ସ୍ଥିରୀକୃତ ହୋଇ ଅପରିବର୍ତ୍ତିତ ରୀତିରେ ରହିଆସିଛି, ସେଇମିତି ରହିଥିବ ମଧ୍ୟ। ମୁଁ ସତ୍ୟବାଦୀ, ହେଲେ ମଣିଷ ମିଥ୍ୟାବାଦୀ। ମଣିଷ ତାର ମିଥ୍ୟାବାଦୀର ସଜା ଅବଶ୍ୟ ପ୍ରାପ୍ତ କରିବ ଯଦି ନିଜକୁ ସଂଶୋଧିତ ନ କରେ, ନ ସୁଧାରେ। ମଣିଷ କ'ଣ ନିଜେ ସୁଧୁରି ପାରିବ? ଯୋଉ ପର୍ଯ୍ୟନ୍ତ ମୁଁ ମଣିଷକୁ ସୁଧାରି ନାହିଁ। ହେ ମଣିଷ, ତୁ ମୂଢ଼, ଅଜ୍ଞ ବା ନାଦାନ, ନାବନ, ଅଜଣା ହୋଇ ଯାଅନା। ତୋର ଟଙ୍କା ଲୁଟ ଅବା ପକେଟମାର ହୋଇଗଲେ ତୁ ଯେମିତି ବିଚଳିତ ହୋଇ ଯାଉଛୁ, ଅଜସ୍ର ଦୁଃଖ ପାଉଛୁ, ସେହିପରି ମୋର ସନାତନ ଧର୍ମର ଏକେଶ୍ୱରବାଦର ସବୁଦିନିଆ ରହିବା ଧର୍ମ ତୁ ଗ୍ରହଣ ନ କରି ଶଇତାନ ବା ଇବ୍ଲିସ୍ ସର୍ଜିତ ପ୍ରଣୀତ ମିଛ ଧର୍ମକୁ ଜ୍ଞାନ, ବୁଦ୍ଧି ଏବଂ ବିବେଚନା ପାଇଲା ପରେ ବି ତୋତେ ବାରମ୍ବାର ମୋର ଧର୍ମକୁ ଗ୍ରହଣ କର ବୋଲି ଚେତନା ଚେତାବନୀ ଦିଆଗଲା ପରେ ବି ତୁ କୋଉଥିପାଇଁ ମାନୁନାହୁଁ? ଗ୍ରହଣ ନ କରିବାରେ କେଉଁ ଅସୁବିଧା ବା ପ୍ରତିବନ୍ଧକ ରହିଅଛି? ମୁଁ ଖୋଦା ଜାଣିବାକୁ ଚାହୁଁଛି। ଇହ ଜୀବନ ଥରେ, ପୁନର୍ବାର ପରଲୋକରେ ମୃତ୍ୟୁ ପରେ ଓ ଏହାର ପରବର୍ତ୍ତୀ ସମୟରେ ତୋର କବର ଭିତରେ ଏବଂ ନିଆଁର ପୋଡ଼ା
ଜୁଇ ଭିତରେ ହେବ। ସେଇଠି ତ ଜୀବନର ସର୍ବୋଚ୍ଚ ପରୀକ୍ଷା ବାତିନି ବା ଅଦୃଶ୍ୟ ସ୍ତରରେ ହେବ। ବଞ୍ଚିଥିବା ଲୋକଙ୍କ ଆଖି ଦେଖାରେ ହେବ ନାହିଁ, ତାହା ସେମାନଙ୍କର ଅଦେଖାରେ ଲୁପ୍ତ ଲୁଚାରେ ହେବ। ଆମ୍ଭେ ଆଲ୍ଲାହ ମୃତଙ୍କୁ ଅବଶ୍ୟ ବା ନିଶ୍ଚିତ ବଞ୍ଚାଇବ। ଆମ୍ଭେ ଏଥିରେ ହାରୁନା ପରାସ୍ତ ହୋଇ ନଥାଉ। ଇନ୍ନା ନାହିନୁ ନୁହିୟଲ ମୌତା, ବେଶକ ହାମ ମୁର୍ଦୋं କୋ ଜିଲାଏଙ୍ଗେ। ପାଠ ୟାସିନ କୋରାନ ଦ୍ରଷ୍ଟବ୍ୟ। ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭେ ଆଲ୍ଲାହ ନିଶ୍ଚୟ ମୃତକଙ୍କୁ ବଞ୍ଚାଇବୁ। ଫଟା ଟାଙ୍ଗରା ବଞ୍ଜର ଅନାବାଦୀ ଜମିରେ ବର୍ଷା ଜଳ ପତ୍ତନରେ ଘାସ ଦୁବ କଅଁଳିବା ଶ୍ୟାମ ସବୁଜିମାରେ ଭରିବା ଭଳି। ପାଠ କାଫ। ମୋର ଗୋଟାଏ ଡାକ କୁନ୍ ଫୟକୁନ୍ ବା ହୁଅ ହୋଇଯାର। ଅବିଶ୍ୱାସୀ ମଣିଷ କୋରାନକୁ ଯଦି ମିଛ ଭାବୁଅଛି, ତେବେ କୋରାନ ଭଳିଆ ବହିଟାଏ ଆଣି ଦଉନା। ଆଲ୍ଲାହ ଦାବିର ସହିତ ଆହ୍ୱାନ ଦେଇ ଲଲକାରୁଅଛି ବା ପାଟି କରୁଅଛି କି ଚ୍ୟାଲେଞ୍ଜର ସହିତ ମଣିଷ କଦାପି କୋରାନ ଭଳି ପୁସ୍ତକଟିଏ ଆଣିପାରିବ ନାହିଁ। ଅତଏବ ଡରୁ ସେହି ନିଆଁକୁ ଯାହାର ଇନ୍ଧନ ବା ଜାଳେଣୀ ମଣିଷ ଏବଂ ପଥର ଅଛନ୍ତି। ପ୍ରସ୍ତୁତ ହୋଇଅଛି ଅବିଶ୍ୱାସୀ, ଅମାନିଆ, ଜିଦିଆ, ଧର୍ମ ନଷ୍ଟକାରୀ ମଣିଷମାନଙ୍କ ପାଇଁ। ବିଶ୍ୱାସୀ ମଣିଷ ପାଇଁ ନୁହେଁ। ସେମାନେ ମୋର ପ୍ରସ୍ତୁତ ଶାନ୍ତିର ସ୍ୱର୍ଗ ଉଦ୍ୟାନରେ ମଉଜର ସହିତ ଅମର ଅକ୍ଷୟ ଜୀବନ ପାଇ ରହିବେ। କୋରାନର କଥା ଅସରନ୍ତି ଦ୍ୱାହି ଦେଇ ନିଜେ ଖୋଦା କହନ୍ତି, ପୃଥିବୀର ସବୁ ଗଛ ଯଦି କଲମ ଲେଖନୀ ହୁଅନ୍ତି, ଆଉ 7 ସମୁଦ୍ର ଯଦି ସ୍ୟାହୀ କାଳି ହୁଅନ୍ତି, ତେବେ ବି ଆଲ୍ଲାହର କଥା ସରିବ ନାହିଁ। ମୋର ଆଲ୍ଲାହର କଥା ଅସରନ୍ତି। ସରି ନଥାଏ। ଆଲ୍ଲାହର ଧର୍ମ ସନାତନ ବା ସବୁଦିନିଆ ରହିବାର ଅଟେ। ଶଇତାନ ବା ଇବ୍ଲିସର ଧର୍ମ ଅଳୀକ କ୍ଷଣିକ, ମଣିଷର ଇହ ଜୀବନ ଥିବା ପର୍ଯ୍ୟନ୍ତ। ମଲା ପରେ ଏଭଳି ଧର୍ମ ମୂଲ୍ୟହୀନ ହୋଇଯିବ। କାରଣ ମିଛ ବା ବାତିଲ ଧର୍ମ ବହୁ ଈଶ୍ୱରବାଦରେ ପୂର୍ଣ୍ଣ, ମୂର୍ତ୍ତି ପୂଜାରେ ସଂଖ୍ୟାୟିତ, ମିଛ ଦେବାଦେବୀରେ ଭର୍ତ୍ତି। ଏହା ମଣିଷକୁ ଆକ୍ଷେପିତ ନୁହେଁ, ସୁଧାରିବାର ନମ୍ର ପ୍ରଚେଷ୍ଟା। ମଣିଷ ମାନି ନପାରେ, ପାଳି ନପାରେ। ଆଲ୍ଲାହ କହିଛି, ମଣିଷକୁ ଭଲ କଥା କୁହ, ମନ୍ଦ କଥାରୁ ଅଟକାଅ। ଯିଏ କହୁଛି ଆଉ ଯିଏ ଶୁଣୁଛି, ଉଭୟର ଲାଭ ଅଛି ବା ମୁଁ ଆଲ୍ଲାହ ଦେବି। ଧର୍ମରେ ଘୃଣା ରହିବାର କାରଣ, ପରଧର୍ମକୁ ଘୃଣା ନ କଲେ ନିଜ ଧର୍ମକୁ ଭଲ ପାଇ ହେବ ନାହିଁ। ଅନେକ ଲୋକଙ୍କର ଧାରଣା ନିଜ ଧର୍ମ ଭଲ। ଏ କୋରାନ କ'ଣ କହିବ? ମୁଁ ଜଣେ ଅଧ୍ୟାପିକାଙ୍କୁ କଥା ଛଳରେ ଧର୍ମ ସମ୍ବନ୍ଧରେ ଯୁକ୍ତି କରି କହିଥିଲି, ଆପଣ କୋରାନ ପଢ଼ୁନାହାନ୍ତି। ସେ ମୋତେ ଓଲଟି କହିଥିଲେ, ଆମେ କାହିଁକି କୋରାନ ପଢ଼ିବାକୁ ଯିବୁ? ଆମର କ'ଣ ନିଜର ପୁରାଣ ନାହିଁ? ମୁଁ କହିଲି, ତାହା ମନୁଷ୍ୟ ରଚିତ। ଆପଣ କେମିତି ଜାଣିଲେ ତାହା ମନୁଷ୍ୟ ରଚିତ ବୋଲି? ଯଦି ବା ଭାବୁଛନ୍ତି ହେଉ ମନୁଷ୍ୟ ରଚିତ, ସେଥିରେ ବି ତ ଅନେକ ଭଲ ଏବଂ ସତ କଥା ଲେଖା ହୋଇକି ଅଛି। ସେହିପରି ଆଉ ଜଣେ ଅଧ୍ୟାପିକାଙ୍କୁ କହିଥିଲି, ଆପଣ ମୁସଲମାନ ହୋଇ ଯାଉନାହାନ୍ତି। ଅଧ୍ୟାପିକା ଓଲଟି ମୋତେ କହିଥିଲେ, ଆପଣ ହିନ୍ଦୁ ହୋଇ ଯାଉନାହାନ୍ତି। ମୋତେ କାହିଁକି କହୁଛନ୍ତି ମୁସଲମାନ ହେବାକୁ? ମୁଁ ନୀରବ ରହିବାକୁ ବାଧ୍ୟ ହୋଇ ମନେ ମନେ ଭାବିଲି, ଆଲ୍ଲାହ କୋରାନରେ କହିଛନ୍ତି, ହେ ମଣିଷ, ତମେ ଚାହିଁଲେ କାହାକୁ ମୋର ଧର୍ମରେ ମିଶାଇ ପାରିବ ନାହିଁ। ହଁ, ତୁମେ ପ୍ରସ୍ତାବ ଦେଇପାର, ହେଲେ ମୁଁ ଆଲ୍ଲାହ ସେହି ଲୋକ ମନରେ ହେଦାୟତ ବା ଉପଦେଶ ଦିଗ୍ଦର୍ଶନ ନ ଦେବା ପର୍ଯ୍ୟନ୍ତ ସେ କଦାପି ବି ଇସଲାମୀ ହେବ ନାହିଁ। ତମେ କ'ଣ ଚାହିଁବ ଯେଉଁ ପର୍ଯ୍ୟନ୍ତ ମୁଁ ଆଲ୍ଲାହ ଚାହିଁନି। ତଥାପି ବାରମ୍ବାର କହୁଥାଅ, କାଳେ ମୁଁ ତାର ମନ ବଦଳାଇ ଇସଲାମ ଧର୍ମ ପ୍ରତି ଆକୃଷ୍ଟ କରିପାରେ। ଧର୍ମରେ ଘୃଣା ଓ ଭଲ ପାଇବା ସର୍ବଦା ଆପେକ୍ଷିକ ବା ଟାଇମ୍ ବିଂ ଫ୍ୟାକ୍ଟର। ସମୟୋଚିତ ବିବେଚନା। କାରଣ କେତେବେଳେ କିଏ ଧର୍ମାନ୍ତର ରୀତିରେ ଧର୍ମ ବଦଳାଇବ ଅବା ବଦଳାଇବ ନାହିଁ, ତାହା ସମୟ ଅନୁଯାୟୀ ଜଣାଯାଇଥାଏ। ଅନୁମାନ କରିକି କୁହାଯାଇ ପାରିବ ନାହିଁ। ଆଗ୍ରହ ନଥିଲେ କୌଣସି କାମ ହୋଇନଥିବା ଭଳି ଧର୍ମୀୟ ଆଗ୍ରହ ନଥିଲେ ଧର୍ମୀୟ ପ୍ରଣେତା, ସ୍ରଷ୍ଟା ଉପଦେଶ ଦେଇ ନଥାନ୍ତେ, ଧର୍ମର ପ୍ରକୃତ ବାଟ ଦେଖାଇ ନଥାନ୍ତି ବୋଲି କୋରାନରେ କହିଛନ୍ତି। ଧର୍ମଗ୍ରାହ୍ୟତା ଉପଦେଶ ପ୍ରାପ୍ୟତାର କଥା। ମଣିଷ ଭଲମନ୍ଦର ଫଳାଫଳ ନିଜ କର୍ମ ପାଇଁ ପ୍ରାପ୍ତ କରିଥାଏ। ପ୍ରସ୍ତାବ ଦେବା ଏବଂ ମାନିବା ଭିନ୍ନ।
ଆଲ୍ଲାହ ବା ଭଗବାନ ଈଶ୍ୱର ଜଣେ, ତେଣୁ ଧର୍ମ ଗୋଟିଏ। ଧର୍ମୀୟ ମାନବୀୟ ବିଭାଗୀକରଣ ଯୋଗୁଁ ଧର୍ମରେ ଘୃଣା ଏବଂ ଭଲ ପାଇବାର ପ୍ରକୃତି ପରିଦୃଷ୍ଟ ହୋଇଥାଏ। ମାନବ ସମାଜରେ ଦେଖାଯାଇଥାଏ ଇସଲାମ ଧର୍ମ ଓ ଏହାର ଧର୍ମାବଲମ୍ବୀ ବା ମାନିବାକାରୀ ଅଣ ଇସଲାମୀ ଧର୍ମ ଯଥା ହିନ୍ଦୁ, ଖ୍ରୀଷ୍ଟ, ଶିଖ, ଜୈନ, ବୌଦ୍ଧ, ମହିମା ଆଦିକୁ ଘୃଣା କରନ୍ତି, ଭଲ ପାଇ ନଥାନ୍ତି। କାରଣ ନାମୋଲ୍ଲେଖିତ ଧର୍ମ ସବୁରେ ସମକକ୍ଷୀ ମୂର୍ତ୍ତି ପୂଜା ହେଉଅଛି। ଏମାନେ ଯଦି ଏକେଶ୍ୱର ବା ଜଣ ଈଶ୍ୱର ଆଲ୍ଲାହଙ୍କୁ ବିଶ୍ୱାସ କରନ୍ତେ, ମାନନ୍ତେ, ପାଳନ୍ତେ, ଜୀବନରେ କାର୍ଯ୍ୟକାରୀ କରନ୍ତେ, ତାହେଲେ ଘୃଣାର କିଛି କାରଣ ହିଁ ନଥାନ୍ତା। ଏସବୁ ଧର୍ମ ଆଦି ବା ପ୍ରଥମ ଧର୍ମ ଇସଲାମରୁ ଶୈତାନ ଜରିଆରେ ବାହାରି ଦୂରେଇ ଯାଇଛନ୍ତି, ଏକ ବା ଗୋଟିଏ ହୋଇ ରହିପାରି ନାହାନ୍ତି। ଏସବୁ ମଣିଷ ମନ ଆକାଂକ୍ଷିତ ଧର୍ମ ବୋଲି ଖୋଦା କହିଛନ୍ତି। ଖୋଦା ଇସଲାମୀ ମଣିଷକୁ ଡରେଇଛନ୍ତି। ଯେଉଁ ମଣିଷ ଯେଉଁ ଧର୍ମୀୟ ଗୋଷ୍ଠୀ ବା କୌମ ବା ସମ୍ପ୍ରଦାୟ ସହିତ ସମ୍ପର୍କ ରଖିବ, ତାର ପରିଣତି ବି ସେମିତି ହେବ। ରଖିବା ପୂର୍ବରୁ ବିବେଚନା କରିବାର ଥିଲା, ଖୋଜତଲାସ କରିଥାନ୍ତା। ବିନା ତହକିକାତ ବା ଅନୁସନ୍ଧାନରେ ଅନ୍ଧ ହୋଇଗଲା, ବୁଦ୍ଧିକୁ ଭ୍ରଷ୍ଟ ନଷ୍ଟ କରିଦେଲା, ଖଟେଇଲା ନାହିଁ। ଅତଏବ ତାକୁ ଏଭଳି ହେବାର ପ୍ରତିଫଳ ଭୋଗିବାକୁ ତ ପଡ଼ିବ। ନହେଲେ ମଣିଷ ଭାବିବ ଆଲ୍ଲାହର ମୋ ଉପରେ କିଛି କର୍ତ୍ତୃତ୍ୱ ନାହିଁ, ମୋତେ ଛାଡ଼ିଦେଲା। ନା, ଏମିତି ଜମାରୁ ହେବ ନାହିଁ। ମୁଁ ଆଲ୍ଲାହ ମଣିଷକୁ ମୁକ୍ତ ସ୍ୱାଧୀନ ଛାଡ଼ିଦେବି ନାହିଁ। ମଣିଷ ମୋର ଥାଇ ମୋ କବଳରୁ କଦାପି ଖସିଯିବ ନାହିଁ। ଆଲ୍ଲାହ ପ୍ରତି ସୂକ୍ଷ୍ମତାକୁ ଜାଣୁଥିବା ସତର୍କୀୟ ସାବଧାନୀ। ସାମାନ୍ୟତମ କିଛି ବି ଆକାଶ ଏବଂ ପୃଥିବୀରୁ ଆଲ୍ଲାହଙ୍କ ଦୃଷ୍ଟିରୁ ଗାୟବ ହୋଇଯାଇ ନଥାଏ, ହଜିଯାଏ ନା। ମଣିଷ ଯେଉଁ ଇସଲାମ ଧର୍ମ ଛାଡ଼ି ଅନ୍ୟାନ୍ୟ ଅଣ ଇସଲାମ ଧର୍ମକୁ ଗ୍ରହଣ କରୁଛି ଅବା କରିଥିଲା, ତାହା ଆଲ୍ଲାହଙ୍କୁ ଶକ୍ତ ବେଜାର ବିରକ୍ତ କରାଇଥିଲା, ଲଗାଇଥିଲା। ସାଙ୍ଗେ ସାଙ୍ଗେ ବା ତତ୍କ୍ଷଣାତ୍ ଧରି ନ ପାରିବାର କାରଣ ହେଲା, ଆଲ୍ଲାହ ପାଖରେ ସବୁ କିଛିର ଘଟିବାର ହେବାରେ ସମୟ ନିରୂପିତ ନିର୍ଦ୍ଦିଷ୍ଟ ହୋଇଅଛି। ସମୟ ଆସିଗଲେ ବଳେ ବଳେ ବା ଆପଣା ଛାଏଁ ଧରା ହୋଇ ପଡ଼ିବ। ମଣିଷ ମୋତେ ଆଲ୍ଲାହକୁ ଠକାଇ ପାରିବ ନାହିଁ। ମାନବ ସମାଜରେ ଯିଏ ଯେଉଁ ଧର୍ମକୁ ମାନୁଅଛି, ଜୀବନରେ ପାଳୁଅଛି, ସେ ସେହି ଧର୍ମକୁ ଭଲ ପାଇବାକୁ ବାଧ୍ୟ, ନହେଲେ ପାଳିପାରିବ ନାହିଁ। ତାହା ଭୁଲ ଠିକ୍ ଯାହା ହୋଇଥାଉ ନା କାହିଁକି, ପୂର୍ବଜଙ୍କ ପଦାଙ୍କ ଅନୁସରଣରେ କିମ୍ବା ନିଜର ଅନୁସନ୍ଧାନରେ ଧର୍ମ ମଣିଷକୁ ମିଳେ। ଯେଉଁଠି ନିଜର ଅନୁସନ୍ଧାନରେ ମିଳିଛି, ସେଠି ଧର୍ମର ଘୃଣାପଣ ଅଛି ବୋଲି ଭଲ ପାଇବା ରହି ନ ଥିବାରୁ ମାନିବା ଅସମ୍ଭବ ହୋଇପଡ଼ିଛି। ଆଉ ଏହା ଧର୍ମାନ୍ତକରଣ ବା ଧର୍ମକୁ ବଦଳାଇବାରେ ସହଜରେ ସମ୍ଭବ ହୋଇଥାଏ। ଧର୍ମରେ ତ୍ରୁଟି ବିଚ୍ୟୁତି ଥିଲେ ଧର୍ମ ପ୍ରତି ମନୁଷ୍ୟର ଘୃଣା ଭାବ ଆପଣା ଛାଏଁ ଆସେ। ଧର୍ମରେ ତ୍ରୁଟି ବିଚ୍ୟୁତିକୁ ମଣିଷ ଦେଖିକି, ଜ୍ଞାନ ହାସଲ କରିକି, ସତ୍ସଙ୍ଗ ପ୍ରଭାବରେ ପ୍ରଭାବିତ ହୋଇକି ଜାଣି ଅଗତ୍ୟା ଓହରି ଆସିଥିବା ଧର୍ମକୁ ଘୃଣା କରେ, ପରବର୍ତ୍ତୀ ଗୃହୀତ ଧର୍ମକୁ ଭଲ ପାଏ। ଏଥିରୁ ଜଣାପଡ଼ିଲା କି ଗୋଟିଏକୁ ଘୃଣା ନ କଲେ ଅପରଟିକୁ ଭଲ ପାଇ ହୋଇ ନଥାଏ। କାରଣ ଘୃଣା ଓ ଭଲ ପାଇବା ପରସ୍ପର ବିରୋଧୀ, କଦାପି ସମ୍ବନ୍ଧୀ ନୁହନ୍ତି, ସମ୍ପର୍କରେ ଆସନ୍ତି ନାହିଁ। ଆଲ୍ଲାହ ତାଙ୍କର ଶେଷ ଆକାଶୀ ବହି କୋରାନ ପଠାଇ ଧର୍ମ ମଧ୍ୟରେ ଘୃଣା ଏବଂ ଭଲ ପାଇବାକୁ ବିବେକୀ ମଣିଷକୁ ଜଣାଇ ସାବଧାନ କରାଇ ଦେଇଅଛନ୍ତି। ସ୍ୱର୍ଗ ସୁଖର ଲୋଭ ତଥା ନର୍କଦଣ୍ଡର ଭୟ ଜରିଆରେ ସିଦ୍ଧାନ୍ତକୁ ମଣିଷଠାରେ ଛାଡ଼ି ଦେଇଅଛନ୍ତି। ମଣିଷର ସିଦ୍ଧାନ୍ତ ନେବାର ଅପେକ୍ଷାରେ ଅଛନ୍ତି। ଶେଷରେ ମଣିଷ କିଛି ଗୋଟାଏ ତ କରିବ ନା, ନିଜର ବୁଦ୍ଧି ବିବେକ ବିଚାର ଶକ୍ତି ଖଟାଇ। ଅତଏବ ମୁଁ ମଣିଷକୁ ବାଧ୍ୟ କରିବାଟା ଠିକ୍ ହେବ ନାହିଁ ବୋଲି ଆଲ୍ଲାହ ନିଜେ ବେଶ ବୁଝିଛନ୍ତି। ଯେଉଁ ଆଲ୍ଲାହ ମଣିଷକୁ ଚାଲାକ ଚତୁର କରି ସୃଷ୍ଟି କରିଛନ୍ତି, ସେହି ଆଲ୍ଲାହ ନିଜେ କଦାପି ବୋକା ନିର୍ବୋଧ ନୁହନ୍ତି। ତାଙ୍କୁ ଏପରି ମଣିବା ମନେ କରିବାରେ ମଣିଷର ନିର୍ବୋଧତା ଅଛି। ଆଉ ଏହା ବି ଆଲ୍ଲାହଙ୍କର ଧର୍ମ ବିରୁଦ୍ଧ ଚିନ୍ତା। ଅବିଶ୍ୱାସୀ କାଫିର ଲୋକ ହିଁ ଏପରି ଭାବିଛି ବୋଲି ସେ ସମକକ୍ଷକାରୀ ମୁଶ୍ରିକ ହୋଇ ଶିର୍କ କରୁଛି। ଆଲ୍ଲାହଙ୍କୁ ପ୍ରଭୁ ନ ମାନି ନିଜ ମନଗଢ଼ା ହାତ ନିର୍ମିତ ସମକକ୍ଷଙ୍କୁ ପୂଜା କରୁଛି, ଆଲ୍ଲାହଙ୍କୁ ପରୋକ୍ଷରେ କ୍ରୋଧିତ କରୁଛି। କୋରାନ ପଢ଼ିଥିଲେ ଜାଣନ୍ତା ତାର ମୃତ୍ୟୁ ପରବର୍ତ୍ତୀ ପରିଣାମକୁ।
ଧର୍ମରେ ମଣିଷର ଘୃଣା ଏବଂ ଭଲ ପାଇବାର ଏ ଯୁଗପତ୍ ମନୋଭାବ ଇହ ଜଗତରେ ବଞ୍ଚି ରହିକି ଥିବା ପର୍ଯ୍ୟନ୍ତ ବଳବତ୍ତର। ମଲା ପରେ ବା ମରଣ ଉପରାନ୍ତେ ଯାହା ମଣିଷ ପାଇଁ ମୂଲ୍ୟହୀନ ଥିବା ବେଳେ ଆହ୍ଲାଙ୍କ ପାଇଁ ଖୋଦାଙ୍କ ପକ୍ଷେ ପ୍ରଦର୍ଶିତ ରୂପରେ ମଣିଷ ପାଇଁ କାର୍ଯ୍ୟରତ ହେବ। ଯାହାର ଚେତାବନୀ କୋରାନ ଦେଇଅଛି। ହତଭାଗ୍ୟ ଯିଏ ସେ କୋରାନ ପାଠରୁ ବଞ୍ଚିତ, ଆଉ ଭାଗ୍ୟବାନ ସିଏ ଯିଏ କୋରାନକୁ ନିତ୍ୟ ପାଠ ବା ପାରାୟଣ କରେ। କୋରାନ ସଂସାରର ସବୁ ବହିର ଉପରେ ଅତୁଳନୀୟ, ଅନୁପମ, ଅଭ୍ରାନ୍ତ, ଆଦରଣୀୟ ଆଲ୍ଲାହ ପ୍ରେରିତ ଦିବ୍ୟ ସ୍ୱର୍ଗୀୟ ଗ୍ରନ୍ଥ। ଏହାକୁ ସଠିକ୍ ମତେ ମଣିଷ ବୁଝିପାରି କାର୍ଯ୍ୟକାରୀ କରିପାରିଲେ ସଂସାରର ସବୁ ସ୍ଥିତ ଘୃଣା ବିଦ୍ୱେଷ ଭାବର ମୂଳୋତ୍ପାଟନ ହୋଇଯାଇ ଭଲ ପାଇବାର ଫଲ୍ଗୁଧାରା ପ୍ରତ୍ୟେକ କଳଙ୍କିତ ତଥା ବିଭାସିତ ମନୁଷ୍ୟ ହୃଦକନ୍ଦରରେ ଅବାରିତ ପ୍ରବାହଦୀପ୍ତ ହେବାରେ ସମସ୍ୟା ସୁଦୂର ପରାହତ ବା ପରାସ୍ତ ଅବଶ୍ୟ ହେବ। ଯାହାର ଗ୍ୟାରେଣ୍ଟି ବା ସଠିକତା ନିଜେ କୋରାନ 100% ଭାଗ ତୁରୀୟ ଆହ୍ଲାଦ ପ୍ରାପ୍ତ ମଣିଷକୁ ସହଜରେ ଦେଇଅଛି। ପ୍ରତିବନ୍ଧକ ଅଛି ଯାହା ଉପଲବ୍ଧିରେ। ଏହା ଯଦି ହୋଇପାରନ୍ତା ସଂସାରରେ ଧର୍ମ ସଙ୍କଟ ଅବଶ୍ୟ ରୁହନ୍ତା ନାହିଁ। ଇସଲାମ ଧର୍ମକୁ ଭଲ ପାଇବାର ଅର୍ଥ ଆହ୍ଲାଙ୍କର ଆଶୀର୍ବାଦ ପ୍ରାପ୍ତି। ଘୃଣା କଲେ ନର୍କଦଣ୍ଡ ଅବଶ୍ୟ ଭାଙ୍ଗେ। ଆହ୍ଲା କହିଛନ୍ତି, ମଣିଷ ଇସଲାମ ଧର୍ମ ବ୍ୟତୀତ ଧର୍ମ ନେଇ ମୋ ପାଖକୁ ମରଣ ଉପରାନ୍ତେ ଆସିଲେ ଏଭଳି ମଣିଷର ହିସାବ ନିକାଶ ନାହିଁ। ମୁଁ ଆହ୍ଲା ଏଭଳି ମଣିଷ ପ୍ରତି ଅବିଚାରୀ ହୋଇଯିବି। କାରଣ ସେ ମୋତେ ଅବିଚାର କରିଥିଲା, ମୋ ପ୍ରବର୍ତ୍ତିତ ଧର୍ମକୁ ଘୃଣା କରିଥିଲା, ଭଲ ପାଇ ପାରିନଥିଲା। ଭଲ ପାଇଥିଲେ ଗ୍ରହଣ କରିଥାନ୍ତା। ହେ ମଣିଷ, ତୁମେ ଯଦି ମୋତେ ପୂଜୁନାହଁ ତେବେ ମୋ ପାଖରେ ତୁମର କୌଣସି ସମ୍ମାନ ନାହିଁ। ତୁମେ ମୋର ହୋଇକି ବି ମୋର ହୋଇନାହଁ। ତୁମେ ସମସ୍ତକୁ ସମସ୍ତେ ନର୍କଗାମୀ ହୋଇ ନିଆଁର ବିଛଣାରେ ଶୋଇବ, ନିଆଁର ଚାଦର ଘୋଡ଼ିବ। ଯାହାର ସତ୍ୟତା ମଣିଷକୁ ନିଆଁରେ ପୋଡ଼ିବାରେ ବାହ୍ୟ ରୂପରେ ଦେଖାଯାଏ, ଆଉ ଭିତର ରୂପରେ କବର ମଣିଷର ପାପକର୍ମ ପାଇଁ ସଜା ଭୋଗର ପରିଣାମ ସ୍ୱରୂପ ନିଆଁରେ ଭର୍ତ୍ତି ହୋଇଯିବ। ମୁଁ ଆହ୍ଲାର ସର୍ବକର୍ମକାରିତା ନିମନ୍ତେ ଯେଉଁଠି ଧର୍ମରେ ମଣିଷର ଘୃଣା ଓ ଭଲ ପାଇବା ସରେ, ସେହିଠାରୁ ଖୋଦାର ଘୃଣା ଓ ଭଲ ପାଇବା ଆରମ୍ଭ ହୋଇଥାଏ। ଆହ୍ଲା ଶ୍ରେଷ୍ଠ ଆତ୍ମା, ପରମାତ୍ମା। ଅତଏବ ସେ ବି ଭଲ ପାଆନ୍ତି ତଥା ଘୃଣା କରିଥାନ୍ତି। ଦୟାଳୁ ହେବା ସହିତ ନିଷ୍ଠୁର ମଧ୍ୟ। ତାଙ୍କ ଦୟାର ଆଳ ଦେଖାଇ ମଣିଷ ପାପ କରିବା ଉଚିତ ନୁହେଁ।